ଶ୍ରୀକୃଷ୍ଣଙ୍କର ଘରଣୀ ସତ୍ୟଭାମା ଆପଣଙ୍କ ନିକଟରେ ଉପସ୍ଥିତ ଅଛନ୍ତି ଆଜ୍ଞା। ସେ ପ୍ରକୃତରେ ସତ୍ୟଭାମା। ସତ୍ୟଭାମାକୁ ଶ୍ରୀକୃଷ୍ଣ ବିବାହ କରିବା ସମୟରେ କାହାକୁ ବିବାହ କରିଛନ୍ତି ପାରିବେ? ସତ୍ୟଭାମା ବୋଲି ଏବେ ତୁମର মণিমা উৎসবে বেশি নিশ্চয় উৎসবে বেশরশ্চৈব দুর্ভিক্ষে শত্রুবিগ্রহে দুর্ভিক্ষে শত্রুবিগ্রহে রাজদ্বারে সংসনিশ রাজদ্বারে শশনিশ্চহ সত্যস্তত্যঞ্চ বন্ধুভ হয়ে গো মা হ্যাঁ এমিতি তুমি শ্লোকরে পঢ়ি কহিল যে ମୁଁ ତ ମୂର୍ଖ ଲୋକ କଣ ଜାଣି ପାରୁଛି নাই আর অর্থ গুড়া টিকে মতে বুঝেকি টিকে কহি দিও মা। প্রত্যহরা বন্ধু বলি করি যাহাকু কহি দেখ বন্ধু বলি করি যাহাকু কহি সে যে উৎসব কাই আসই এইটা মাত্র সত্য কথা। কাহিଁକି ବୋଇଲେ ରାଜାର ବାପାଙ୍କର ଆଜି ଏକାଦଶ ସନ୍ତୃଷ୍ଟ କ୍ରିୟା କାର୍ଯ୍ୟକ୍ରମ ହେଲା। ପ୍ରତ୍ୟେକ ବନ୍ଧୁ ବାନ୍ଧବକୁ ନିମନ୍ତ୍ରଣ କରିଛନ୍ତି। ଏକାଦଶ ସନ୍ତୃଷ୍ଟ କ୍ରିୟା କାର୍ଯ୍ୟକ୍ରମରେ ବନ୍ଧୁ ବାନ୍ଧବ ଯଦି ନ ଆସିବେ ଶିଖି ବନ୍ଧୁ ପ୍ରକୃତରେ ବନ୍ଧୁ ନୁହଁ। ଦେଖ ବନ୍ଧୁ ବୋଲି କରି ଯାହାକୁ କହି সে যে উৎসব কাই আসই ସେ ଯେବେ ଉତ୍ସବ କାଳେ ଆସଇ সখাই তুয়া বিপত্তি ঠাবে ସଖା ହୋଇଥିବା ବିପତ୍ତି ଠାବେ দুর্ভিক্ষ কালে পুনি সম্ভালাই যাবে ଦୁର୍ଭିକ୍ଷ କାଳେ ପୁଣି ସମ୍ଭାଳି ଦେବେ। শত্রুপগত সময় যাই ଶତ୍ରୁ ଉପଗତ ସମୟ ଯାଇ সেତେবেলে ଯିବେ সপক্ষ হই ସେତେବେଳେ ବନ୍ଧୁ ଦେବେ ସପକ୍ଷ ହୋଇ। প্রত্যহরা ମଣିମା শ্মশান ভূইরে মরণ কালে ଶ୍ମଶାନ ଭୂଇଁରେ ମରଣ କାଳେ পচারতি তাকু বান্ধব বলে ପଚାରେ ଯେ ତାକୁ ବାନ୍ଧବ ବୋଲେ। প্রত্যহরা ମଣିମା এই লেখারে অজনা আমার বন্ধু ম ବନ୍ଧୁର ବନ୍ଧୁ ଥିଲେ ଝିଅ তার ঘরে কারছি রে পুଅ କାକର ପଡ଼ିଲାକୁ ହାୟ ଗମା হ্যাঁ ୟାର କିଛି କାରଣ ଅଛି? কারণ କଣ କାରଣ ଅଛି? প্রত্যহরা ହଁ। নিজ অজনা ନିଜେ ଅର୍ଜୁନ গোসে রাক্ষসକୁ বধ করি ଗୋଷ ଦୈତ୍ୟକୁ ବଧ କରି ଯାହାକୁ ଉଦ୍ଧାର କରି ଆଣିଥିଲେ ହଁ। ମୁଁ ସେଇ ଶକ୍ତିଜିତ ରାଜାଙ୍କର ଝିଅ ଶ୍ରୀକୃଷ୍ଣଙ୍କ ଘରଣୀ ମୁଁ ସତ୍ୟଭାମା ଆସିଅଛି। ତୁମେ ଶକ୍ରାୟିତ ରାଜାଙ୍କର ଝିଅ ହଁ। ଶ୍ରୀକୃଷ୍ଣଙ୍କର ଘରଣୀ ହଁ। ନାମ ହେଉଛି ସତ୍ୟଭାମା। ସତ୍ୟଭାମା ମାତାଙ୍କ ନାମ ଚାନ୍ୟୁଭାନୁ ସତୀ ହଁ ଦେଶସ୍ଥ ସ୍ୱସ୍ଥଳୀ ଦେଶ ହେଉଛି କୁଶସ୍ଥଳୀ। ଭୁବନ ଦ୍ୱାରକା ହଁ। ପିତାଙ୍କ ନାମ ଶକ୍ରଜିତ କଥା ଅଛି ଇଆଡେ ସ୍ୱାମୀଙ୍କ ନାମ ହଉଛି ଶ୍ରୀକୃଷ୍ଣ। ଯିବି ଆଜ୍ଞାଙ୍କୁ କହିବି। କୁହ ଆଜ୍ଞା ବର୍ତ୍ତମାନ ଆପଣଙ୍କ ନିକଟରେ କିଏ ଉପସ୍ଥିତ ଅଛନ୍ତି ଆଜ୍ଞା? ଏ ରସଲ ତାର ଏ ରସଲ ତାର ବାସ ଅଟେ ଦ୍ୱାରକା ହେ ରସଲ ତାର ବାସ ଅଟେ ଦ୍ୱାରକା ହେ ରସଲ ତାର। ଅଟେ ଦ୍ୱାରକା ହେ ରସଲତର ବାସ ଅଟେ ଦ୍ୱାରକା ହେ ରସଲତର। गौरी पिता शुक्रादित हे पति जे श्री कृष्ण। आज्ञा पिता शुक्रादित हे पति जे श्री कृष्ण। महिमा जहर उड़े पताका हे रसलतर बास अटे द्वारका हे रसलतर। अटे द्वारका हे रसलतर बास अटे द्वारका हे रसलतर। आज्ञा वर्तमान आपनक निकटरे भगवान श्री कृष्णଙ୍କର ଘରଣୀ ସତ୍ୟଭାମା ଆପଣଙ୍କ ନିକଟରେ ଉପସ୍ଥିତ ଅଛନ୍ତି ଆଜ୍ଞା। କଣ କହିଲ ନିଜେ ସତ୍ୟଭାମା ଆସିଛନ୍ତି। ଆଚ୍ଛା ଯୁତବର ଆଜ୍ଞା ଯଦ୍ୟପି ସେ ପ୍ରକୃତରେ ସତ୍ୟଭାମା ଯଦ୍ୟପି ଏ ପ୍ରକୃତିରେ ସତ୍ୟଭାମା ତେବେ ସତ୍ୟଭାମାକୁ ଶ୍ରୀକୃଷ୍ଣ ବିବାହ କରିବା ସମୟରେ ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣ ବିବାହ କରିବା ସମୟରେ ସେ ସମୟରେ ଅନ୍ୟ କାହାରିକୁ ବିବାହ କରୁଛନ୍ତି। ସେ ସମୟରେ ଅନ୍ୟ କାହାରିକୁ ବିବାହ କରୁଛନ୍ତି। ଯଦ୍ୟପି ସେ କହିପାରିବେ ଯଦ୍ୟପି ସେ କହିପାରିବେ ତାହେଲେ ଯାଇ ମୁଁ ବିଶ୍ୱାସ ଦେବି ଯେ ସତ୍ୟଭାମା ବୋଲି। ଏବେ ତୁମର ବିଶ୍ୱାସ ନାହିଁ? ନାହିଁ ଓହୋ ଏ କଥାଟା କହିଲେ ଆଗ ବିଶ୍ୱାସ କହିଲେ ବିଶ୍ୱାସ। ପଚାରିବି ବୁଝ ଏ ମା হ্যাঁ তুমি ହେଉଛ ସତ୍ୟଭାମା। ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣ ତୁମକୁ ବିବାହ କରିଛନ୍ତି। ହଁ ଆଚ୍ଛା ତୁମକୁ ବିବାହ କରିବା ସମୟରେ ଆଚ୍ଛା ଭଗବାନ ଆଉ କାହାରିକୁ ବିବାହ କରିଥିଲେ ପ୍ରତ୍ୟହର ଏ କଥାଟା ଜାଣିଛ? ଜାଣିଛି
ଜାଣିଛୁ କହିପାରିବ? କହିଦବୁ ଗୋଟେ ଥରରେ ପ୍ରତିହାର ହଁ ପାତାଳପୁରକୁ ଯାଇ ହଁ। ଯବତୀ କନ୍ୟାକୁ ବିବାହ କରିଛନ୍ତି। ଏଠି ତ ବୋପା ଥୋଇଥିଲେ ଝିଅ ପଇସା ଯାକ ଖାଲି ବାଡ ହଁ ଏମିତି କହିଲେ ହବ? ଆଉ ଆଜି ଆମର ରାଜାର ବାପାଙ୍କର ଆଜି ଏକାଦଶ ସୃଷ୍ଟିକର କାର୍ଯ୍ୟକ୍ରମ ଆଚ୍ଛା ତାଙ୍କର ଆତ୍ମାଟା କେମିତି ସଦଗତି ହବ, କେମିତି କେମିତି ସଦଗତି ହବ ଏ ବିଷୟରେ ଆମେ ଏ ହରିବଂଶ ଭାଗବତ ପୁରାଣରୁ ଟିକେ କହିଲେ ହଁ ଏ ଭାଗବତ ହରିବଂଶ ପୁରାଣ ଶୁଣି ଶୁଣି ଆତ୍ମାଟା ତାଙ୍କର ପରମାତ୍ମାରେ ଯାଇକିରି ଲୀନ ହବ। ଆଜିକାଲି ଆଉ ଏଇଟା ଶୁଣୁଛନ୍ତି କି ବାପା ଆଙ୍କେ? ଆଜିକାଲି ଏଇଟା ତ ସତ କଥା ଆଜ୍ଞା। ଟେଙ୍ଗେ 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 ଶୁଣୁଛନ୍ତି। ପୁରାଣ କିଏ ଶୁଣିବା ବାଲା କିଏ ନାହିଁ, ପୁରାଣ କିଏ ଶୁଣିବା ବାଲା କିଏ ନାହିଁ। ବାପା ହଁ। ଦେଖ ଡ୍ୟାନ୍ସ ପକାଉ ହଁ ବୋଲି ବୋଲେ ହଁ? ଦେଖ 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 ହଁ କହିଲେ ଅନେଇଛନ୍ତି ଏ ମା ଆମେ ଭଗବାନ ଶ୍ରୀକୃଷ୍ଣଙ୍କର ବିଷୟ ଟିକେ ଆଲୋଚନା କରିକି କହିବା, ହଁ କାହିଁକି ନା ହରିନାମ ତତ୍ଵ ଶୁଣିଲେ ଏ ଆତ୍ମାଟା ଯାଇକିରି ପରମାତ୍ମାରେ ଲୀନ ହବ ନା ନାଇଁ? କାହିଁ ଭଗବାନ ଶ୍ରୀକୃଷ୍ଣ ତୁମକୁ ବିବାହ କରିବା ସମୟରେ ସେ ଆଉ କାହାରିକୁ ବିବାହ କରିଥିଲେ। ଆଚ୍ଛା ଏ କଥାଟା ଟିକେ ପ୍ରାଞ୍ଜଳ ଭାବରେ ବୁଝେଇକିରି ଟିକେ କହିଦବ ମା। ହଁ। କାହିଁ ପ୍ରତିହାର ହଁ। ଏବେ କହୁଛି ଶୁଣ ହଁ ଶୁଣ ଶୁଣ ଦୂତ ବର ପ୍ରଶ୍ନର ଚରିତ ଶୁଣ ଠାରୁ ସାମନ୍ତ ନେଲେ ସଦାତୀତ। ଖରିଦ ସେ ମଣିକେ ପ୍ରଶ୍ନତୀତ ଦେଲେ ପ୍ରଜାତିର ମଣି ଧରି ମୃଗରାଜକୁ ଗଲେ ହୃଦୟରେ ପ୍ରଖ୍ୟାପିତ ହୋଇଥିଲେ ଧନ ପ୍ରଜାତିର ମାରି ମଣି ସିଂହ ନେଲା ଜାଣ। ମଣି ଭାଲୁ ଝାମ୍ପି ଦେଲା ସେ ନଈ ମରି କାମ ପାତା ଲକୁ ଗଲା। ଏ ମା ହଁ ତୁମେ ଏମିତି ଗୀତ ମାଧ୍ୟମରେ କହିଲ ଯେ ହଁ ବାବୁମାନେ ଯୋଉ ପୁରାଣ ଶାସ୍ତ୍ର ପଢିଛନ୍ତି ହଁ ସେମାନେ ତାଙ୍କେ ଜାଣିଯିବେ ବୁଝିଯିବେ, ବୁଝିଯିବେ କିନ୍ତୁ ମୋର ମା ଭଉଣୀ ମାନେ ହଁ ସହଜରେ ବୁଝିପାରିବେ ନାହିଁ। ନା ତାଙ୍କୁ ଟିକେ ମୁଁ ସରଳାର୍ଥରେ ଟିକେ ବୁଝେଇକିରି ଟିକେ କହିବି ମା। ହଁ ମଣିମା ହଁ ତୁମର ପିତା ସକ୍ରାଇତ ରାଜା ସେ ଜଣେ ଗରିବ ଲୋକ ଥିଲେ, ଗରିବ ଲୋକ ଥିଲି ସଦା ସର୍ବଦା ସୂର୍ଯ୍ୟ ଦେବତାଙ୍କୁ ସେବା କରୁଥିଲେ। ହଁ କାହିଁକି ବୋଇଲେ ଯେତେ ରାଜା ଥିଲେ ସବୁ ରାଜାଙ୍କ ପାଖରେ ସକ୍ରାଇତ ରାଜା ଜଣେ ଗରିବ ଲୋକ ଥିଲେ, ଗରିବ ଲୋକ ଥିଲେ ସଦା ସର୍ବଦା ସୂର୍ଯ୍ୟ ଦେବତାଙ୍କୁ ସେବା କରୁଥିଲେ। ହଁ ତୁମର ପିତାଙ୍କର ସେବାରେ ହଁ ସୂର୍ଯ୍ୟ ଦେବତା ସନ୍ତୋଷ ଲାଭ କରି କରି ସେ ଗୋଟେ ସେମନ୍ତକ ମଣି ଗୋଟେ ପ୍ରଦାନ କରିଥିଲେ। କରିଥିଲେ ସେ ମଣିର ଭେଦରେ ହଁ ସକ୍ରାଇତ ରାଜାଙ୍କର ସମ୍ପତ୍ତି ବଢିଲା ଲୋ ମା, ବଢିଲା ଚାରିଆଡେ ହାଲହୁଳି ହେଇଗଲା। ହେଇଗଲା ସକ୍ରାଇତ ରାଜା ଗରିବ ଲୋକ ଥିଲେ, ହଁ ତାଙ୍କର ଏତେ ସମ୍ପତ୍ତି ଉନ୍ନତି ହେଲା କେମିତି? ହେଲା କେମିତି? ଏ କଥାଟା ଭଗବାନ କୃଷ୍ଣ ମଧ୍ୟ ଜାଣିଗଲେ। ହଁ କୃଷ୍ଣ ମଧ୍ୟ ଚିନ୍ତା କରିଲେ ଆଚ୍ଛା କି ସକ୍ରାଇତ ରାଜା ଗରିବ ଲୋକ ଥିଲେ, ହଁ ତାଙ୍କର ଏତେ ସମ୍ପତ୍ତି କେମିତି ଉନ୍ନତି ହେଲା? ହେଲା ସକ୍ରାଇତ ରାଜାଙ୍କର ସମ୍ପତ୍ତି କେମିତି ଉନ୍ନତି ହେଲା ବୋଲି କହିଲେ ସେ ଜାଣିପାରିଲେ ଯେ ସେମନ୍ତକ ମଣିର ତେଜରେ ସକ୍ରାଇତ ରାଜାଙ୍କର ସମ୍ପତ୍ତି ବଢିଲା। ହଁ ଦିନେ ଅକ୍ରୂରକୁ ପଠେଇଲେ, ବୋଇଲେ ତୁମେ ସକ୍ରାଇତ ରାଜାଙ୍କ ନିକଟକୁ ଯିବ, ହଁ ସେମନ୍ତକ ମଣିଟାକୁ ଟିକେ ମାଗିବ, ମାଗିବ ସେମନ୍ତକ ମଣିଟାକୁ ମୁଁ ଦେଖିବି, ହଁ ତାପରେ ତାଙ୍କୁ ନେଇକିରି ଫେରେଇ ଦେବା। ଫେରେଇ ଦେବା ଅକ୍ରୂର କଣ କଲେ? ସକ୍ରାଇତ ରାଜାଙ୍କ ନିକଟକୁ ଗଲେ, ହଁ ସେମନ୍ତକ ମଣିଟାକୁ ମାଗିଲେ। ମାଗିଲେ ସକ୍ରାଇତ ରାଜା କପଟ କରିକିରି ଆଉ ସେମନ୍ତକ ମଣିଟାକୁ ଦେଲେନି। ଦେଲେନି କାହିଁକି ଦେଲେନି? କାହିଁକି? ନା ଭଗବାନ ହେଉଛନ୍ତି ବଡ ଲୋକ, ହଁ
ତାଙ୍କୁ ଯଦି ସେମାନଙ୍କ ମଣ୍ଡ ମୁଁ ଦେଇଦେବି ଦେଇଦେବି ମୁଁ ମାଗି ପାରିବିନି ନା ନା କପଟ କରି ହଁ। ତାଙ୍କର ଭାଇ ଥିଲେ ପ୍ରଶ୍ନାୟିତ ରାଜା ହଁ। ପ୍ରଶ୍ନାୟିତ ରାଜା ହାତରେ ସେମାନଙ୍କ ମଣ୍ଡକୁ ଦେଇଦେଲେ ଦେଇଦେଲେ ପ୍ରଶ୍ନାୟିତ କଣ କରିଛନ୍ତି କଣ ଗୋଟେ ଅଶ୍ବ ଉପରେ ଚଢି ହଁ। ସେ ସମସ୍ତଙ୍କ ମଣ୍ଡକୁ ଧରି ମୃଗୟା କରିବା ଅର୍ଥରେ ଚାଲିଗଲେ ଆଚ୍ଛା ଏଣେ ମୃଗୟା କରୁ କରୁ ହଁ ସେ ମଣିର ତେଜରେ ଗୋଟେ ସିଂହ ଆସିଲା ପ୍ରଶ୍ନାୟିତଟାକୁ ମାରି ଦେଇଛି ହଁ ଅଶ୍ବଟାକୁ ମାରି ଦେଇଛି ମାରି ଦେଇଛି ସମସ୍ତଙ୍କ ମୁଣ୍ଡକୁ ସିଂହ ଗିଳି ଦେଇଛି ଗିଳି ଦେଇଛି ଆଉ କଣ ଏ କରିବ ମଣିର ତେଜରେ କଣ ସିଂହର ଗର୍ଭ ରହିବ ନା ନା ତେଜରେ ପେଟ ଫାଟିଗଲା ସିଂହର ଯେତେବେଳେ ପେଟ ଫାଟିଗଲା ହଁ ଏଣେ ସିଂହଟି ମରିଛି ହଁ ଏ ଏ ସିଂହର ଗର୍ଭଟା ଯେତେବେଳେ ଫାଟିଗଲା ଏଣେ ପ୍ରଶ୍ନାୟିତ ମରିଛି ସିଂହଟା ମରିଛି ପୁଣି ସମସ୍ତଙ୍କ ମଣ୍ଡି ବାହାରି ପଡିଛି ଏ ସମୟରେ ଜାମ୍ଭବରଦା ବୁଲି ବୁଲି ଆସି ଦେଖିଲେ ଦେଖିଲେ ସମସ୍ତେ ମରି ଯାଇଛନ୍ତି ହଁ ସେମନ୍ତକ ମଣି ଭାରି ସୁନ୍ଦର ମଣି ହଁ ଜାମ୍ଭବରଦା କଣ କଲେ ସେମନ୍ତକ ମଣି ପାତାଳପୁରକୁ ଚାଲିଗଲେ ଚାଲିଗଲେ ପାତାଳପୁରକୁ ଯେତେବେଳେ ଚାଲିଗଲେ ହଁ ଦ୍ୱାରିକାରେ ହାଲହୁଳି ହେଇଗଲା ଯେ ଭଗବାନ ଶ୍ରୀକୃଷ୍ଣ ସେମନ୍ତକ ମଣ୍ଡକୁ ମାଗିଥିଲେ ସମସ୍ତଙ୍କୁ ମାରିଦେଇ ସେମନ୍ତକ ମଣ୍ଡକୁ ଭଗବାନ ନେଇଯାଇଛନ୍ତି ବୋଲି ଭଗବାନଙ୍କ ନାଁରେ ଦୁର୍ନାମ ହେଇଗଲା କହିଲା ଏ କଥାଟା ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଜାଣିଲେ ହଁ ଶପଥ କଲେ କଣ 7 ଦିନ ଭିତରେ ଯଦି ସେମନ୍ତକ ମଣିଟା ମୁଁ ଖୋଜିକିରି ବାହାର ନ କରିବି ନ କରିବି ନିଜେ ପ୍ରାଣ ବିସର୍ଜନ କରିବି କରିବି। ଏହିପରି ଶପଥ କଲେ ହଁ ହେଲେ ସେମନ୍ତକ ମଣିଟାକୁ ହଁ ଭଗବାନ ଶ୍ରୀକୃଷ୍ଣ କେମିତି ଖୋଜିକିରି ବାହାର କରିଲେ କେମିତି ଆର ଉତ୍ତରଟା ମତେ ପ୍ରାଞ୍ଜଳ ଭାବରେ ଟିକେ ବୁଝେଇକି ଟିକେ କହିବ କାଇଁ ହଁ हेलो सुनो रे गायक तो ही उतर कहूची मुई देख सुन रे गायक तु ही उत्तर करुछि मुहि हरि वंशर चरित षष्ठ खंड रे उदित आउ हरिवंशर चरित षष्ठ खंडरे उदित भागवत ग्रंथ सुखदेव मुखरि वेला संहित भागवत ग्रंथ मणि हाँ आमे जो समस्तक मणि हरिवंशटा कहिबा हाँ अच्छा भागवत पुराण एवं हरिवंश पुराण आमे कहिबा हाँ अच्छा भागवतेर उत्पत्ति हेबो हरिवंश पुराण रे देगिरी समाप्त हबो समर्थ हब हेले भागवतटाकू किए से रचना करथिले मा सुखदेव कवि रचना करथिले हाँ भागवतटाकू सुखदेव कवि रचना करथिले हाँ गोटे उदाहरण तो कहबी मा कौन गोटे सुआर थंटड़ी गोटे फलटारे जदी बाजी जीवो हाँ से फलटा केमिति मिठा लागुची मिठा भारी मिठा लागुची भारी मिठा लगुची सेही परि जो सुखदेव कवि जो भागवतटाकू रचना करछनी अच्छा जदी भागवतटाकू सबोले आमे पढिबा हाँ केमिति मधुर लागुछिले मा अमृत भଳିया भागवतर प्रथम श्लोकटा तमे कोन जानिछ कौन निगम कल्पतरर्गलितं फलं सुखमुखादमृतं संयुतं पीबतं भागवतं रसमालयः मुहुरः रसिका प्रभु भाविका अच्छा केउछि भागवतर प्रथम श्लोकटा हाँ हेलो भागवतर तमे केते अध्यायरु एक कथाटा कहिबो गोमा 167 अध्याय कहिबि विस्तारी और 167 अध्याय कहिबि विस्तारी मणि खजी खजी हरि संदेश न पाई करी खमणी खोजी हरि संदेश न पाई करी एने तेने चाही अक्षय पता फल रे ले चाही एने तेने मणिमा भागवतर 169 अध्यायरु आमे समन्तक मणिहरण विषयटा कहिबा अच्छा भगवान श्रीकृष्ण कोन कले समन्तक मणि खोजिले खोजिबा चारिआडे खोजिले हाँ किंतु मणिर सन्धान किछि मिलिला नहीं मन विरक्त हेई हाँ गोटे अक्षय बट्ट बोलिगिरी गोटे बट्ट वृक्षटी अछि अच्छा से बट्ट वृक्ष मूलरे भगवान नेगिरी विरक्त हेगिरी बसिले बसिले से दिनटा पळैला पळैला तायार दिन भगवान कोन कले लछियो तहु ते प्रभात सतकी जे अनादृष्ट प्रभात बोले सखाळ हाँ तायार दिन सखाळ हेगला अच्छा सत्यकी अनादृष्ट अक्रूर उर्धव एमानको साथीरे धरिकिरी गले देख तहु हंते प्रभात
सत्य कि जे अनाधुष्ट अक्रूर तहुर खाई उद्धव संगते ने और अक्रूर तहुर खाई उद्धव संगते ने श्रृंग मध्ये जाना ससाई पसिले प्रभु नारायण श्रृंग मध्ये जाना एमा तायार दिने जेतेबेले सखाळ हेगला होइले अक्रूर उद्धव अनाधुष्ट ए मानव संगतरे भगवान धरिले समंत कमणी लागू खोजिबाकू गले गले समंत कमणी खोजिले किंतु संधान किछि मिलिलेनी नहीं किंतु भगवान श्री कृष्ण जेतेबेले जाइछंती तार किछि ना किछि गोटे संदेश गोटे बाहर करिवे ना देखिले जेतेबेले ए जो जांभवर जा समंत कमणी लागू धरि जो पाताल प्रभु जाइछंती भगवान श्री कृष्ण तांगर पाद चिन्ह उडाकू देखि देखि पाताल प्रभु जिबाकू बाहरिले काहेकि ना जंभवर जा पाताल प्रभु धरिगिरि पळैछि तांकर पाद चिन्ह उडाकू देखि भगवान श्री कृष्ण पाताल प्रभु जिबाकू बाहरिले हेले पाताल प्रभु जिबाकू गोटिए बिंबर गोटिए अछि पाताल प्रभु जिबाकू गोटिए बिंबर गोटिए अछि एमा ए बिंबर मोहरे अच्छा अक्रूर उद्धव अनाधुष्ट ए तीन जन को बिंबर मोहरे जगाई देले अच्छा तांको कहिले 7 दिन भीतर यदि बिंबर मोहर फेरिगिरि मु न आसीबी तुमे द्वारिका को जाईगिरि जणै दबो जे भगवान श्री कृष्ण पातालपुर रे प्राण विसर्जन कर दे मरि गले बोली कि एतिकी कथा तमे द्वारिका रे जणै दे हां एतिकी तांको कहि देले अच्छा अक्रूर उद्धव अनाधुष्ट ए तीन जन को बिंबर मोहरे जगाई देले भगवान श्री कृष्ण पातालपुर को गले गले अच्छा जेतेबेले पातालपुर को गले हां पातालपुर रे गोटे सिंहद्वार अछि ना अच्छी से सिंहद्वार नाम ना कोन लो छियो मुख्य राजा सिंह द्वार जम्बूवती और युखराज सिंहद्वार जम्भवती रो गळार समंत कमणि कहि हृदय लमिण छई देखो समंत कमणि तहि हृदय लमिण छई कोपे नारायण पंडित नारायण के सिंहासन कोपे नारायण मणिमा भगवान श्री कृष्ण जेतेबेले पातालपुर को गले गले वृक्षराज सिंहद्वार बळे छिड़ा होई देखिला समय रे जम्भवती कन्यांकर गळारे समंत कमणिटा लंबित होईगिरि पड़िछि पड़िछि भगवान देखिदेले राग चर्चित होई गले रागी बने की हेले काहे की बोले भगवान का नारे दुर्नमन होछि समंत कमणिला को नै जाइछथि बोली एने पातालपुर रे जम्भवती कन्यांकर गळारे समंत कमणिटा पड़िछि भगवान विचार कले मो नाम रे खाली खाली गुटे दुर्नमन होछि अच्छा रागरे चर्चित होई जम्भवती कन्यांकर गळारू समंत कमणिटा छिंडे के धरिए पळि आसीले एहे तुमको गुटे प्रश्न पचारि काना हे गमा तुमे कोन कहिलो जम्भवती कन्यांकर गळारू समंत कमणिटा को भगवान श्री कृष्ण छिंडे के धरि पळि आसीले बोली जेते बेले भगवान श्री कृष्ण समंत कमणिटा को छिंडे धरि पळि आसीले ताको पाखरे के नथिला समस्त थिले पाखरे किए थिला लो झियो देखि मधुसुली गण गळ कले कबहना देखी मधुसुली गण गोळ कले को बहन चारा जणाइले जाई सुनि पक होई और चार जणाइले जाई सुनि रूप को होई हर देले पेसी सन देले पेसी निर्भय सन धरिले भया सैया देले पेसी हो एमा जम्भवती कन्यांगर गळारू समंत कमण्डा को भगवान श्री कृष्ण जेतेबेले छिंडे की धरिगिरि पळि आसीले आसिले समते पचारिले हां अरे
ତୁ କିଏ ତୁ କୁଆଡୁ ଆସି ତୋର କେଡେ ସାହସ ଏତେ ସାହସ ନାହିଁ ହଁ। ଆମର ଜେମାଙ୍କର ଗଳାରୁ ତୁ ସେମନ୍ତ ଗୋପଣ୍ଡକୁ ଛିଣ୍ଡି ଧରି ପଳୁଛୁ ଧରି ପଳେଇବୁ ଯାଉଛୁ ଆମେ ଆମ ରାଜାକୁ କହିଦେବୁ ରାଜାକୁ କହିବୁ କେତେ ମୁଦୁସଲି ସହଚରୀ ମାନେ ଗଲେ ଜମ୍ଭବରଜାକୁ ଜଣେଇଦେଲେ ହଁ। ଯେତେବେଳେ ଜମ୍ଭବରଜାକୁ ଜଣେଇଦେଲେ ଆଚ୍ଛା ସେତେବେଳେ ଭଗବାନଙ୍କ ପାଖକୁ ଜମ୍ଭବରଜା କଣ କଲେ ସୈନ୍ୟ ସାମନ୍ତ ମାନେ ସବୁ ପଠେଇଦେଲେ ଯୁଦ୍ଧ କରିବା ପାଇଁ ଯୁଦ୍ଧ କରିବା ପାଇଁ ଯେତେବେଳେ ସୈନ୍ୟ ସାମନ୍ତ ମାନେ ପଠେଇଦେଲେ ଆଚ୍ଛା ଭଗବାନ ସେତେବେଳେ କଣ କଲେ ଲ ଝିଅ ଚକ୍ର ବେଶୀ ନାରାୟଣ ଛେଦିଲେ ରୁଦ୍ର ସୈନ୍ୟ ଚକ୍ରବେଶୀ ନାରାୟଣ ଛେଦିଲେ ରୁକ୍ଷ ସୈନ୍ୟ ମନ୍ତ୍ର ପଢି ଜାମ୍ବବାନ ଜିଆଇ ଦିଏ ସୈନ୍ୟ ଦେଖ ମନ୍ତ୍ର ପଢି ଦମ୍ଭେବାନ ଚିଆଇ ଦିଏ ସୈନ୍ୟ ଏହି ପରି ଜାଣ ଏହି ପରି ଜାଣ ସାଥି ସାଥି ନ ପର୍ଯ୍ୟନ୍ତ ଏହି ପରି ଜାଣ ମଣିମା ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଜାମ୍ଭବର୍ଗ କଣ କଲେ ସୈନ୍ୟ ସାମନ୍ତ ମାନେ ପଠେଇକିରି ଯୁଦ୍ଧ କରିଲେ ଆଚ୍ଛା ଭଗବାନ ଶ୍ରୀକୃଷ୍ଣ ଯେତେ ସୁଦର୍ଶନ ଚକ୍ରରେ ମାରିଦେଲେ ମଧ୍ୟ ଜାମ୍ଭବର୍ଗ ଉଠେରେ ମନ୍ତ୍ର ପଢିକିରି ତାଙ୍କୁ ଉଠେରେ ବଞ୍ଚେଇ ଦଉଥାଏ ଏହିପରି 26 ଦିନ ପର୍ଯ୍ୟନ୍ତ ପାତାଳପୁରରେ ଯୁଦ୍ଧ ଲାଗିଲା କାହିଁକି ଜାଣିଛ ଜାମ୍ଭବର୍ଗ ଛୋଟିଆ ଲୋକ ନାଇଁଲେ ମା କଣ ମୋଟୁଆ ଲୋକ ସେ ପୁରା ତୃତୀୟ ଯୁଗର ମଲ୍ଲ ହଁ ଜାମ୍ଭବର୍ଗ ଠାରେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଥିଲା ହଁ ଭଗବାନ ଶ୍ରୀକୃଷ୍ଣ ଯେତେ ସୈନ୍ୟ ସାମନ୍ତକୁ ମାରିଲେ ମଧ୍ୟ ଆଚ୍ଛା ଜାମ୍ଭବର୍ଗ ସେ ମନ୍ତ୍ର ପଢିକିରି ଆଉ ଥରେ ସବୁ ବଞ୍ଚେଇ ଦଉଥାଏ ହଁ ଏହିପରି 26 ଦିନ ପର୍ଯ୍ୟନ୍ତ ପାତାଳପୁରରେ ଯୁଦ୍ଧ ଲାଗିଲା ଏ ମା ହଁ ତମେ ପ୍ରଥମରେ ମତେ କହିଲ ହଁ 7 ଦିନ ଭିତରେ ବିମ୍ବର ମୁହଁରୁ ଯଦି ଫେରିକିରି ମୁଁ ନ ଆସିବି ଆଚ୍ଛା ତୁମେ ଦ୍ୱାରିକାକୁ ଯାଇକିରି ଜଣେଇଦବ ବୋଲିକିରି କହିଲ କହିଲେ ଏବେ ଆଉ ଥରେ କହୁଛ କଣ ନା 26 ଦିନ ପର୍ଯ୍ୟନ୍ତ ପାତାଳପୁରରେ ଯୁଦ୍ଧ ଲାଗୁଛି ବୋଲି କହିଲ ହଁ ତମେ କେଡେ ମିଛ କଥା ଯାହା କହୁଛ ନାହିଁ ଆମେ ସତ କଥା କହୁଛୁ ଆମେ ମିଛ କଥା କହୁନୁ ଦେଖ ଆଜ୍ଞା ଆଗ କହିଲେ 7 ଦିନ ଭିତରେ ଯଦି ବିମ୍ବର ମୁହଁରୁ ନ ଆସିବି ତୁମେ ଦ୍ୱାରିକାକୁ ଯାଇକିରି ଜଣେଇଦବ ବୋଲିକିରି କହିଲେ ହଁ ଏବେ ଆଉ ଥରେ କହୁଛନ୍ତି ପାତାଳପୁରରେ 26 ଦିନ ପର୍ଯ୍ୟନ୍ତ ଯୁଦ୍ଧ ଲାଗିଲାଣି ହଁ ହେଲେ ବିମ୍ବର ମୁହଁରେ କେତେ ଦିନ ପର୍ଯ୍ୟନ୍ତ ଜଗିଲେ ଝିଅ 14 ଦିନ ପର୍ଯ୍ୟନ୍ତ ଜ୍ୱାର ଜଗିଲେ ତିନି ତ ଓହୋ କଥାଟା ଇଆଡେ ଅଛି ହଁ 7 ଦିନ କହିକିରି ଯାଇଥିଲେ 7 ଦିନ ବଦଳରେ ଆଉ 7 ଦିନ ମଧ୍ୟ ଜଗିଲେ ଜଗିଲେ କିଏ ଅକ୍ରୁର ଉର୍ଥବ ଅନଦୃଷ୍ଟ ବିମ୍ବର ଭିତରୁ କଣ ଆସିବ ପରା ବୋଲିକିରି ଦେଖ 14 ଦିନ ପର୍ଯ୍ୟନ୍ତ ଦ୍ୱାର ଜଗିଲେ ତିନି ତ ଗର୍ତ୍ତ ମଧ୍ୟରେ ରୁଧିର ବାହାରିଲା ସତର ଆଉ ଏ ଗର୍ତ୍ତ ମଧ୍ୟରୁ ଧିଅ ବାହାରିଲା ସତର ତାହା ଦେଖି କରି ଦ୍ୱାରକା ପଳାଇ ଗଲେ ଭୟ କରି ତାହା ଦେଖି କରି ଏ ମା 7 ଦିନ ବଦଳରେ ତାଙ୍କେ ଆଉ 7 ଦିନ ମଧ୍ୟ ଜଗିଲେ ଜଗିଲେ ବିମ୍ବର ଭିତରୁ କୁଆଡେ ଆସିଏ ପରା ବୋଲିକିରି କାଳେ ଆସିଏ ପରା 14 ଦିନ ଯେତେବେଳେ ଜଗିଲେ ହଁ ପାତାଳପୁରରେ ସୈନ୍ୟ ସାମନ୍ତ ମାନେ ସବୁ ହଣାମରା ହେଇ ଆଚ୍ଛା ଏ ବିମ୍ବର ବାଟିଆ ସବୁ ରକ୍ତ ଗୁଡାକ ବାହାରିଲା ହଁ ରକ୍ତ ଗୁଡାକ ଯେତେବେଳେ ବିମ୍ବର ବାଟିଆ ବାହାରିଲା ଆଚ୍ଛା ଏ ଯୋଉ ଅକ୍ରୁର ଉର୍ଦ୍ଧବ ଅନାଦୃଷ୍ଟ ଏ ତିନି ଲୋକ ଯାକ ଯୋଉ ବିମ୍ବର ମୁହଁରେ ଜଗୁଆଳ ହେଇକିରି ଥିଲେ ହଁ ଏମାନେ ବିଚାର କଲେ ଯେ ଭଗବାନ ଶ୍ରୀକୃଷ୍ଣ ପାତାଳପୁରରେ ପ୍ରାଣ ବିସର୍ଜନ କରିଥିଲେ ମରିଗଲେ ନହେଲେ ରକ୍ତ ଗୁଡାକ କୁଆଡୁ ଆଥାଏ ହଁ ଏମିତି ତାଙ୍କେ ମନରେ ଭାବି ଆଚ୍ଛା ବିଚାର କରି ହଁ ସେ ଭୟଭୀତ ହେଇକିରି କୋଠିକି ପହଞ୍ଚିଗଲେ ଦ୍ୱାରିକାକୁ ଯାଇକିରି ପହଞ୍ଚିଗଲେ ଆଚ୍ଛା ଆଚ୍ଛା ଏ ମା ହଁ ଦ୍ୱାରିକାକୁ ଯେତେବେଳେ ପହଞ୍ଚିଗଲେ ହଁ ସମସ୍ତେ ପଚାରିଲେ ଭାଇ ତମେ ଆସିଲ ଆଉ ତାଙ୍କେ କୁଆଡେ ଗଲେ ତାଙ୍କେ ବୋଲି କିଏ ବୁଝିଲ ହଇ କିଏ ଓ ତମେ ତ ଆସିଲ ହଁ। ଆମର ତାଙ୍କେ କୁଆଡେ ଗଲେ ଏ ତାଙ୍କେ ବୋଲି କିଏ ନାଁ ଧରିକିରି କହିବନି ମୋ ସ୍ୱାମୀର ନା କିନ୍ ଧରିବା ଦେଖ ଆଜିକାଲି ସ୍ୱାମୀଙ୍କର ନାଁ ଟାକୁ ଧରୁନେ ମା ସ୍ୱାମୀଙ୍କର ନାଁ ଧରିଲେ ଗତି ମିଳିବ ମା ହଁ କିନ୍ତୁ ଭଗବାନ କୃଷ୍ଣଙ୍କର ନାଁ ଟାକୁ ଆଉ ପାଟରାଣୀ ମାନେ କେହି ମଧ୍ୟ ଧରୁନାହାନ୍ତି ତାଙ୍କେ କହିଲେ ହଇଏ
तांके कुआड़े गले अक्रूर उद्धव अनादृष्ट कहले कि भगवान श्रीकृष्ण पातालपुर रे प्राण विसर्जन कर दिले कले मरी गले बोली जते बेले कहि देले हाँ। ए पाटराणी माने समस्ते कोन कले लो झियो कुशस्थली जे भुवन प्रवेशिले तिनि जन कुशस्थली जे भवन प्रवेशिले तिनि जण पचारिले नग्रजन काहु गले नारायण देख पचारिले नग्रजन काहु गले नारायण अक्रूर कहंती सुगमले जातवले जातुपति अक्रूर मणिमा पाटराणी माने जते बेले पचारिले कुआडे गले बोली कहिले समस्ते कहिले भगवान श्रीकृष्ण पातालपुर रे प्राण विसर्जन कर दिले करिले मरी गले बोली जते बेले कहिले पाटराणी माने समस्ते कोन कले लो झियो सर्वे कले गुरुधन कुश पितुଳି देइना और सर्वे कले करदन कुश पितुଳି लेइना संसने दहन सारी पद्मिना क्रिया को धरी देखो संसारे धर सारी प्रवीण क्रिया को धरी प्रेत कार्य जाना विधि मते चलाइले पुरातन प्रेत कार्य जाना मणिमा कुशस्थली भुवन रे पाटराणी माने जते पचारिले कुआडे गले बोली अक्रूर उद्धव अनादृष्ट ए तीन लोक जाक कहिले भगवान श्रीकृष्ण पातालपुर रे प्राण विसर्जन कर दिले कले मरी गेले बोली जते बेले कहिले पाटराणी माने समस्त कांदिले समस्त किए न कांदिबो द्वारिका रे किए न कांदिबल मा किए न कांदिबो भगवान यदि मरि भगवान यदि मरि जाउछन्ती बोली किए न कांदिबो समस्त कांदिले हां अरे हुकुडा कुश पितुଳି एमा हां भगवान जते बेले मरि गले हां 14 दिन रे द्वारिका रे खबर मिलिला जे भगवान श्रीकृष्ण पातालपुर रे प्राण विसर्जन कर दिले हां मरि गेले बोली जते कहि देले हां कोन सप अछि नहीं कुश पितुଳି कुश बेले गुटे नोडा बिडा अच्छा गुटे नोडा बिडाडी आनिले हाँ। भगवान श्रीकृष्णଙ୍କର रूपटाକୁ तैयार କରିଦେଲେ अच्छा से सपटाକୁ नोडा बिडाडीକୁ सप କରିଦେले नोडा बिडाडीକୁ ଧରିକି କୋଟି ଶ୍ମଶାନ ଘାଟକୁ ଗଲେ ଶ୍ମଶାନ ଘାଟରେ ସେ ନୋଡା ବିଡାଡୀକୁ ସପଟାକୁ ଢାକ କରିଦେଲେ प्रदीन कुमार तांगर बड़ पुओ हाँ क्रिया अंतरिष्ठ क्रिया कार्यक्रम उड़ाका से आरंभ करिले अच्छा एमा हाँ हेले मरि गेले बोली गिरी हाँ तांकर क्रिया अंतरिष्ठ क्रिया कार्यक्रम उड़ाका आरंभ करिले अच्छा ए पाटराणी जाक समस्ते कोन कले लछिया कृष्ण पाटवंशी गण रत्न चूड़ी को फिकिना बोले रांड होय गेले हम जान समस्त रांड होई गले देखो पातालपुर रे भगवान श्री कृष्णकर युद्ध चालीछि जम्भवर जाक सहित इयाडे तांकर स्त्री पाटराणी जाक आठुटा पाटराणी आठुटा पाटराणी हिने सेतबे सातुटा पाटराणी थिले तोरा सत्तडा सातुटा पाटराणी सुधा रांड हेगलानी सब हैं हमर ए सत्यभामा रुक्मिणी श्रीया तुलसी जम्भवती कालंदी कमला जम्भवतीरा पछेला एमिति सातुटा पाटराणी सेठे रांड हेगलानी इयाडे भगवान श्री कृष्ण पातालपुर रे युद्ध लागिछि मरि गेले बोली कि समाने सब रांड हेगलानी सब एमा हाँ देखो कृष्ण पाटवंशी गण चूड़ी फिंगले जळेना 12 दिन तहुगत पिंड देले ज्येष्ठ सुत अबे 12 दिन तहुगत पिंड देले ज्येष्ठ सुत कृष्ण हस्ते जाण अनपिता पड़ी कथा क्षण कृष्ण हस्ते जाण मणिमा हाँ प्रदीन कुमार तांगर बड़ पुओ जते बेले पिंड देले हाँ 12 दिन
আমার যেମିତି କିଏ ମାରିଗଲେ 5 ଦିନ ପଣା 6 ଦିନ ପଣା 7 ଦିନ ପଣା 8 ଦିନ ପଣା 9 ଦିନ ପଣା ଦଶା ଘିଅ 12 ଦିନ 12 ତୃଷ୍ଣା 12 ଶ୍ରାଦ୍ଧ 12 ପିଣ୍ଡ ଦଉଛନ୍ତି ସେହିପରି ପ୍ରତିଦିନ କୁମାର ମଧ୍ୟ 5 ଦିନ ପଣା 6 ଦିନ ପଣା 7 ଦିନ ପଣା 8 ଦିନ ପଣା 9 ଦିନ ପଣା ଦଶା ଘିଅ 12 ଦିନ 12 ତୃଷ୍ଣା 12 ଶ୍ରାଦ୍ଧ କରି 12ଟା ପିଣ୍ଡ ଦେଲେ ଯେତେବେଳେ ସେ 12ଟା ପିଣ୍ଡ ଦେଲେ ସେ 12ଟା ପିଣ୍ଡ ଦେଇକିରି ଭଗବାନଙ୍କର ଗର୍ଭରେ ପଡିଗଲା ଏ ମା ଏଇଲେ ଗୋଟେ କଥାଟି ପଚାରିବି ଆମର ଯଦି କିଏ ମରି ଯାଇଥିବ ବୋଇଲେ ଆମେ ବର୍ଷକୁ ଥରେ ଗୋଟେ କଣ କରୁଛନ୍ତି ଶ୍ରାଦ୍ଧ କରୁଛନ୍ତି ଶ୍ରାଦ୍ଧ କଲେ ଆମେ ପିଣ୍ଡ ଦଉଛନ୍ତି ସେ ପିଣ୍ଡଟା କଣ ପାଇଁ ଦଉଛନ୍ତି ଲୋ ମା ମିଳିବା ପାଇଁ ଦେଖ ଗୋଟେ କଥା ସେ କହିଲା ମରିଯିବା ଲୋକକୁ ଆମେ ବର୍ଷକୁ ଗୋଟେ ଥରେ ତ ଶ୍ରାଦ୍ଧ କରୁଛନ୍ତି ଆମେ ପିଣ୍ଡ ଦଉଛନ୍ତି ମରିଯିବା ଲୋକକୁ ଆମେ ପିଣ୍ଡ ଦେଲେ ପିଣ୍ଡ ମିଳୁଛି ଆଚ୍ଛା ବଞ୍ଚିଥିବା ଲୋକକୁ ପିଣ୍ଡ ଦେଲେ ସେ ପିଣ୍ଡ ମିଳିବ ନା ନାହିଁ ମିଳିବ ଲକ୍ଷ୍ୟ ରଖନ୍ତୁ ପାତାଳପୁରରେ ଭଗବାନ ଶ୍ରୀକୃଷ୍ଣଙ୍କର ଜାମ୍ଭବରଦାଙ୍କର ପାତାଳପୁରରେ ଯୁଦ୍ଧ ଲାଗିଛି ଏଣେ ମରିଗଲେ ବୋଲିକିରି ପାଟରାଣୀ ମାନେ ରାଣ୍ଡ ହେଇଗଲେ ତାଙ୍କର କ୍ରିୟା ଅନ୍ତୃଷ୍ଟ କ୍ରିୟା କାର୍ଯ୍ୟକ୍ରମ ଆରମ୍ଭ କରି ତାଙ୍କର ବଡ ପୁଅ ପ୍ରଧୀର କୁମାର 12 ଦିନ ଯେତେବେଳେ ହେଲା 12ଟା ପିଣ୍ଡ ସେତେବେଳେ ଦେଲେ 12ଟା ପିଣ୍ଡ ଯେତେବେଳେ ଦେଲେ ସେ ପିଣ୍ଡ ଗୁଡାକ ଯାଇକିରି ଭଗବାନଙ୍କର ଗର୍ଭରେ ଯାଇକିରି ପଡିଲା ଏ ମା ଯେତେବେଳେ ଯୋଉ 12ଟା ପିଣ୍ଡ ଦେଲେ ଭଗବାନ ସେତେବେଳେ ପାତାଳପୁରରେ କୋଉ ଅବସ୍ଥାରେ ଥିଲେ ଲୋ ଝିଅ ଯୁଦ୍ଧେ ଶ୍ରୀ ହରି ତଳେ ଥିଲେ ପଡି କରି ଆଉ ଥରେ ମିଛ କଥା କହ ବୋଇଲେ ଜାମ୍ଭବ ରାଜା ଭଗବାନ ଶ୍ରୀକୃଷ୍ଣଙ୍କୁ ତଳେ ମାଟି ପକେଇକିରି ବସିଛି ମାଟି ପକେଇକି ତଳେ ପକେଇ ଦେଇଛନ୍ତି ଜାମ୍ଭବ ରାଜା ଛୋଟିଆ ଲୋକ ନାହିଁ ଲୋ ଝିଅ ଆଉ ସେ ପରା ତ୍ରେତା ଯୁଗର ମଲ୍ଲ ଜାମ୍ଭବ ରାଜା ଭଗବାନ ଶ୍ରୀକୃଷ୍ଣଙ୍କୁ ତଳେ ମାଟି ପକେଇକିରି ବସିଛି ଆଚ୍ଛା ବୋଇଲେ କାହିଁକି କେତେ ଭଗବାନ ହେଲେ ମତେ ସେ ମାନବ ଶରୀର ନା ନ ଖାଇ ନ ପିଇ 26 ଦିନ ହେଲା ଯୁଦ୍ଧ କରୁଛି ବୋଲି ଏଇଟା କଣ ସାମାନ୍ୟ କଥା ଆମେ ଗୋଟେ ଦିନ ଯଦି ନ ଖାଇବା ବୋଇଲେ ଆମର ବଳହୀନ ହେଇଯାଉଛି ମୁଁ ତ ପ୍ରୋଗ୍ରାମ କରି ପାରନି ଆଉ ଖାଲି 26 ଦିନ ହେଲା ନ ଖାଇକିରି ଜାମ୍ଭବରଦାଙ୍କ ସହିତ ଯୁଦ୍ଧ କରୁଛି ଏଇଟା କଣ ସାମାନ୍ୟ କଥା ବଳହୀନ ହେଇକିରି ଭଗବାନ ପଡିଛନ୍ତି ଏଣେ ପ୍ରଧୀର କୁମାର ଯେତେବେଳେ 12ଟା ପିଣ୍ଡ ଦେଲେ ସେ ପିଣ୍ଡ ଗୁଡା ଯାଇକିରି ଭଗବାନଙ୍କର ଗର୍ଭରେ ପଡିଲା ଦେଖ ଜାମ୍ଭବ ଯୁଦ୍ଧ ଶ୍ରୀ ହରି ତଳେ ଥିଲେ ପଡି କରି ପିଣ୍ଡ ପଣା ଦେବହନ ଚେତିଲେ କ ନାରାୟଣ ପିଣ୍ଡ ଗୁଡା ଯେତେବେଳେ ପଡିଗଲା ଶକ୍ତି ପଳେଇ ଆସିଲା ଯୋଉ 12ଟା ପିଣ୍ଡ ଯେତେବେଳେ ଗର୍ଭରେ ପଡିଗଲା ଭଗବାନଙ୍କର ଶକ୍ତି ପଳେଇ ଆସିଲା ଦେଖ ପିଣ୍ଡ ପଣା ଦେବହନ ଚେତିଲେ କ ନାରାୟଣ ହରି ବିଶ୍ୱରୂପ ଧରି ବିଶ୍ୱରୂପ ଲଟାଇ ଜାମ୍ଭବକୁ କଲେ ଚାପ ଧରି ବିଶ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କର ଯେତେବେଳେ 12ଟା ପିଣ୍ଡ ଗର୍ଭରେ ପଡିଗଲା ଭଗବାନଙ୍କ ଯେତେବେଳେ ଶକ୍ତି ପଳେଇ ଆସିଲା ଜାମ୍ଭବରଦାକୁ ନଉଟେକିରି ତଳେ ପକେଇଦେଲେ ଯେତେବେଳେ ନଉଟେକିରି ତଳେ ପକେଇଦେଲେ ଜାମ୍ଭବରଦା ତଳେ ପଡି ମନରେ କଣ ବିଚାର କରୁছিল ଝିଅ ତଳେ ପଡି ଜାମ୍ଭବାନ ତୁମ୍ଭେ ଅଟେ ନାରାୟଣ ସେତେବେଳେ ଜାମ୍ଭବରଦା ବିଚାର କଲା ଯେ ପ୍ରକୃତରେ ଇଏ ହଉଛି ଭଗବାନ ଦେଖ ତଳେ ପଡି ଜାମ୍ଭବାନ ତୁମ୍ଭେ ଅଟ ନାରାୟଣ ମନସ୍କାମନା ମୋହର ପୂର୍ଣ୍ଣ ହେଲା ଚକ୍ରଧର ମନସ୍କାମନା ମୋହର ପୂର୍ଣ୍ଣ ହେଲା ହେ ଚକ୍ରଧର ମୋହର ନନ୍ଦିନୀ ଚକ୍ରପାଣି ମୋହର ଜାମ୍ଭବର ଲାଗୁ ଯେତେବେଳେ ନଉଟେକିରି ତଳେ ପକେଇଦେଲେ ତଳେ ପଡିକିରି ଜାମ୍ଭବରଦା ମନରେ ବିଚାର କରୁଛି ଯେ ଇଏ ହଉଛି ପ୍ରକୃତିରେ ଭଗବାନ କାହିଁକି ଭଗବାନ ନହେଲେ ମତେ ନଉଟେକିରି ତଳେ ପକେଇବା ପାଇଁ ତାର କ୍ଷମତା ନାହିଁ କାହିଁକି ବୋଇଲେ ତ୍ରେତୟା ଯୁଗର କଥାଟା ତାର ମନେ ପଡିଗଲା କଣ ତ୍ରେତୟା ଯୁଗର କଥା କଣ ଟିକେ ରାମାୟଣକୁ ଟିକେ ଆମେ ଯିବା ଟିକେ ଏ ତ ଭାଗବତ ହରିବଂଶ ପୁରାଣ କହୁଛି ଅଳ୍ପ ଟିକେ ରାମାୟଣକୁ ଟିକେ ଯିବା ଭାଗବତରୁ ରାମାୟଣକୁ ପଳିବ ନାଇଁ ମୁଁ ଟିକେ ଉଦାହରଣ ଟିକେ କହିଲେ ତ ତମେ ଜାଣିବ
ରାମଚନ୍ଦ୍ର ଲକ୍ଷ୍ମଣ ସୀତୟା अच्छा ଯେତେବେଳେ ବନବାସକୁ ଗଲେ हाँ ପଞ୍ଚବଟୀ ବନରେ ଯାଇକିରି ବାସ କରିଲେ କରିଲେ। ଗୋଟେ ମାୟା ମୃଗଟା ପାଇଁ ବୋଲି हाँ ରାମଚନ୍ଦ୍ର ମୃଗର ପଛରେ ଗୋଡେଇକିରି ଗଲେ हाँ ହେଲେ ରାବଣ ଅସୁରୀ ରୂପ ନା ସେ ମାୟା ରୂପଟାକୁ ଧାରଣ କରି ସୀତାଙ୍କୁ ହରଣ କରି ନେଲେ କୋଠେ ଲଙ୍କା କଟକକୁ ନେଇକିରି ଅଶୋକ ବନ ନେଇକି ରଖିଲେ हाँ ରାମଚନ୍ଦ୍ର ମୃଗ ମାରିକିରି ଆସିଲେ ସମୟରେ अच्छा ଦେଖିଲା ସମୟରେ କୁଟୀରରେ ସୀତା ନାହାନ୍ତି नहीं ଭଗବାନ କଣ କଲେ ସୀତାଙ୍କର ରୂପଟାକୁ ବାହୁନି ବାହୁନି କାନ୍ଦି 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 ଖୋଜି ଖୋଜି ଗଲେ ସୁଗ୍ରୀବ ସହିତ ମିତ୍ରତା ଲାଭ କରି ସମୁଦ୍ର ମଧ୍ୟରେ ସେତୁବନ୍ଧ ବାନ୍ଧିଲେ ନଳ ନୀଳ ସୁଷଳ ଜାମ୍ଭବ ଇତ୍ୟାଦି ସମସ୍ତଙ୍କୁ ଏକତ୍ରିତ କରି ସମୁଦ୍ର ମଧ୍ୟରେ ସେତୁବନ୍ଧ ବାନ୍ଧିଲେ ସେତୁବନ୍ଧ ବାନ୍ଧି ଲଙ୍କା କଟକକୁ ଗଲେ ରାବଣଙ୍କର ସବଂଶକୁ ବିନାଶ କରିଲେ ମାରିବା ସମୟରେ ଜାମ୍ଭବରଦା ଖାଲି ଦେଖୁଥିଲେ ଜାମ୍ଭବରଦା ମନରେ ବିଚାର କରୁଛନ୍ତି ଯେ कौन बोली ଇଏ କେମିତିକାର ଗୋଟେ ବୀର ପୁରୁଷ ନାହିଁ हाँ ରାବଣଙ୍କର ସୈନ୍ୟ ସାମନ୍ତକୁ ରଥି ମହାରଥୀ ସାରଥୀ କେତେ କେତେ ରଥୀ ଗୁଡାକୁ ରାମଚନ୍ଦ୍ର ମାରି ମାରି ଯାଉଛନ୍ତି ଏମିତିକା ବୀରଙ୍କ ସହିତ ମୁଁ ଦିନେ ଯୁଦ୍ଧ କରିବି हाँ ଏ କଥାଟା ଜାମ୍ଭବ ଖାଲି ମନରେ ଖାଲି ଭାବିଥିଲା भाभी थिले ହେଲେ ରାମଚନ୍ଦ୍ର ତ ଅନ୍ତର୍ଯାମୀ ପୁରୁଷ हाँ ଅନ୍ତରର କଥା ଗୁଡାକ ରାମଚନ୍ଦ୍ର ଜାଣି ଯାଆନ୍ତି ना ଜାମ୍ଭବର ଯୋଉ ମନରେ ଏ କଥାଟା ଭାବିଥିଲା हाँ ରାମଚନ୍ଦ୍ର ଜାଣିଗଲେ जानी गले ବୋଇଲେ ଏ ଯୁଗରେ ନାହିଁ ए जुगरे नहीं आओ ଏ ଯୁଗରେ ମୋ ସହିତ ତୁ ଯୁଦ୍ଧ କରିପାରିବୁ ନାହିଁ आओ ए जुगरे नहीं ଯେତେବେଳେ ଦ୍ୱାପର ଯୁଗ ଆସିବ ମୁଁ କୃଷ୍ଣ ଅବତାର ହେବି ମୋ ସହିତ ତୁ ଯୁଦ୍ଧ କଲେ ତୋ ବାହୁର କଣ୍ଡୁ ଭାଙ୍ଗିବ ବଳ ବଳ କାହିଁକି ବୋଇଲେ ଏ ଯୋଉ ଜାମ୍ଭବର ଯୋଉ ବଳ ଥିଲା ଆମର ତାଙ୍କର ବଳ ଭାଗିଲା ଆଜ୍ଞା ଦ୍ୱାପର ଯୁଗରେ ତାଙ୍କର ବଳ ଭାଗିଲା ଦ୍ୱାପର ଯୁଗରେ ବଳ ଭାଗି ଯିବା ସକାଶୁ ଏବେ ବର୍ତ୍ତମାନ କଳି ଯୁଗରେ ମଧ୍ୟ ଏଠିକି ଛୋଟ ପିଲା ଢେର ମଧ୍ୟ ବାଇକ ଧରିକି ତାକୁ ଫଟୋକିନା ବାଡେଇ ଦଉଛି ବାସ୍ ହେଲେ ଏ ତ୍ରେତୟା ଯୁଗର କଥାଟା ଜାମ୍ଭବରଦାର ମନେ ପଡିଗଲା ବୋଇଲେ ସେ ଯୋଉ ଭଗବାନ ମତେ କହିଥିଲା ଏଇଟା ପ୍ରକୃତିରେ ଏ ଭଗବାନ ଅଛି ଭଗବାନ ନଥିଲେ ଏଇଟା କୃଷ୍ଣ ଭଗବାନ ନାଇଁ 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 କୁଆଡେ ଗଲା କୃଷ୍ଣ ଇଏ ହଉଛି କୃଷ୍ଣ ଭଗବାନ ଇଏ ଯଦି ଭଗବାନ ହେଇଥିଲା ମତେ ନଉଟେକିରି ତଳେ ପକେଇବ ଦେଖ ତଳେ ପଡି ଦମ୍ଭେବାନ ତୁମ୍ଭେ ଅଟ ନାରାୟଣ मनस्कामना मोहर पुनहिला चक्रधर ଆହୁରି ମନସ୍କାମନା ମୋହର ପୂର୍ଣ୍ଣ ହେଲା ହେ ଚକ୍ରଧର मोहर नंदिनी मोहर नंदिनी सदान करुषि चक्रपाणि मोहर ମଣିମା ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ ଭଗବାନଙ୍କୁ କହିଲେ ବୋଇଲେ ପ୍ରଭୁ ଏ ସେମନ୍ତକ ମଣି ନିଅ ମଣି ବଦଳରେ ଆଉ ଗୋଟେ ଏ ମଣିଲାକୁ ମଧ୍ୟ ଧରିକିରି ଯାଅ ଏ ମଣିଟା ଏ ମଣିଲା କିଏ ନା ଜମ୍ବୁବତୀ କନ୍ୟା जम्बुवती कन्या ଜମ୍ଭବର୍ଦ୍ଧାଙ୍କର ଝିଅ ଥିଲେ ଜମ୍ବୁବତୀ କନ୍ୟା ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ ବୋଇଲେ ପ୍ରଭୁ ସେମନ୍ତକ ମଣିଟା ନିଅ ମଣି ବଦଳରେ ଆଉ ଗୋଟେ ମଣି ଦଉଛି ନିଅ नियो ଏଇଟା ହେଲା ଜମ୍ଭବତୀ କନ୍ୟା हाँ ଭଗବାନ ଶ୍ରୀକୃଷ୍ଣଙ୍କୁ ଜମ୍ଭବତୀ କନ୍ୟାଙ୍କୁ ପାତାଳପୁରରେ ବିବାହ କରିଲେ कले ପାତାଳପୁରରେ ବିବାହ କରି ସେଠି କିଛି ଦିନ ରହି ଏ ମାଏ हाँ ଜମ୍ଭବତୀ କନ୍ୟାକୁ ଧରି କୋଉଠି ପ୍ରବେଶ ହେଲେ ଦ୍ୱାରିକାରେ ଯାଇକିରି ପ୍ରବେଶ ହେଇଗଲେ हाँ ପାଟରାଣୀ ଯାତ ସବୁ ରାଣ୍ଡ ହେଇଯାଇଥିଲେ हाँ ରାଣ୍ଡ ହେଇଯାଇଥିଲେ ନା हे जाइथिले ତାଙ୍କର ସେଇଠି କେମିତି ଚିହ୍ନା ଚିହ୍ନି ହେଲେ ଲୋ ଝିଅ चिन्हा चिन्हे तो होई जम्बुवती कन्या ने ସେଇଠି ତାଙ୍କର ଯାଇକିରି ଚିହ୍ନା ପରିଚୟ ହେଲା हाँ ମୁଁ ତେତେ ଯୁଗରେ ଏମିତିକାର ହେ କହିଥିଲି ତମେ ମତେ ଏମିତିକାର ବର ଦେଇଥିଲ ବୋଲି ତାଙ୍କର ସେଇଠି ସବୁ ଚିହ୍ନା ପରିଚୟ ସେଇଠି ହେଇଗଲା हाँ ଦେଖ ଚିହ୍ନା ଚିହ୍ନି ତ ହୋଇ ଜମ୍ଭବତୀ କନ୍ୟା ନେଇ कृष्ण को कले प्रदान कन्या घेरी नारायण ଆଉ କୃଷ୍ଣଙ୍କୁ କଲେ ପ୍ରଦାନ କନ୍ୟା ଘେରି ନାରାୟଣ द्वारका प्रवेश देखि नगर जन बहुत संतोष द्वारका प्रवेश Thank you.
ମଣିମା ଜମ୍ଭବତୀ କନ୍ୟାଙ୍କୁ ଧରି ଯେତେବେଳେ ଦ୍ୱାରିକାରେ ପ୍ରବେଶ ହେଇଗଲେ ପାଟରାଣିଆ ତ ରାଣ୍ଡ ହେଇଯାଇଥିଲେ ପାଟରାଣିଆ ସବୁ ରାଣ୍ଡ ହେଇଯାଇଥିଲେ ନା କିନ୍ତୁ ଦ୍ୱାରିକାରେ ଭଗବାନ ଶ୍ରୀକୃଷ୍ଣ ଜମ୍ଭବତୀ କନ୍ୟାଙ୍କୁ ଧରିକିରି ପ୍ରବେଶ ହେଇଗଲେ ହେଲେ ପାଟରାଣିଯାକ ସବୁ କଣ କଲେ ଲ ଝିଅ କୃଷ୍ଣ ପାଟ ବଂଶୀ ଗଣ ରତ୍ନ ଚୋଡ଼ିକି ପିନ୍ଧିଣ କବାଡି ମାରିଦେଇ ସମାନେ ଜାଣିଛୁ ନା ନାଇଁ ମାରଦିଅନି ଏତେ ଶୀତ କାକର ବେଳକୁ ବୋଇଲେ ଏଇଲା ଖାଲି ମିଛ କଥା ଏକା କହୁନି କି ତମେ ଆଗ ମିଛ କଥା କହୁଛ ପାଟରାଣୀ ମାନେ ତ ରାଣ୍ଡ ହେଇଯାଇଥିଲେ ହଁ ଆଉ ଥରେ ଧାଇଁ ଧାଇଁକିରି କାଞ୍ଚ ପିନ୍ଧି ପକେଇଲେ ତାଙ୍କ ଛାତ ଉପରୁ ଦେଖୁଥିଲେ ତାଙ୍କେ ଯେତେବେଳେ ଭଗବାନ ଆସିଲେ ତାଙ୍କ ଗାଁକୁ ଯେତେବେଳେ ପ୍ରବେଶ କଲେ ସମସ୍ତେ ଦୂରରୁ ଦେଖିଲେ ଭଗବାନ ଶ୍ରୀକୃଷ୍ଣ ଆଇଲେ କଳାରୁ ଆଙ୍କେ ହେଲେ ଯାଇ ଛାତ ଉପରୁ ଦେଖିଥିଲେ ଯାଇକି ନିଜେ ନିଜେ ଚୁଡ଼ି ଫୁଡ଼ି ପିନ୍ଧିଗଲେ ଓହୋ ଭଗବାନ ଶ୍ରୀକୃଷ୍ଣ ଜମ୍ଭବତୀ କନ୍ୟାଙ୍କୁ ଧରି ଆସିବା ସମୟରେ ହାଲହୁଳି ହେଇଗଲା ହାଲହୁଳି ହେଇଗଲା ହେଇଠି କୃଷ୍ଣ ମରିଗଲେ ବୋଲି କହୁଥିଲେ ହେଇଠି କୁଆଡୁ ଆଇଲାଣି କୁଆଡୁ ଆସିଲାଣି ବୋଲି କହିଲେ ଯେତେବେଳେ ପାଟରାଣୀ ମାନେ ସମସ୍ତେ ଶୁଣିଲେ ସମସ୍ତେ ସବୁ ଧାଇଁ ଧାଇଁକିରି ଆଉ ଥରେ କାଞ୍ଚ ପିନ୍ଧି ପକେଇଲେ ତାଙ୍କେ ମରି ଯାଇଥିଲେ ବିଧବା ଅବସ୍ଥାରେ ଥିଲେ କି ଭଗବାନ ଦେଖିଥିଲେ କଣ କହିଥିଲେ ଖରାପ ଭାବୁଛନ୍ତି ଖରାପ ଭାବିଥାନ୍ତି ମୁଁ ବଞ୍ଚି ଥାଉ ଥାଉ ମତେ ମାରିଦେଲେ ଗୋଟିଏ ଦିନ କାଞ୍ଚ ସେମିତି ନିଜେ ନିଜେ ପିନ୍ଧି ପକେଇଥିବା ସକାଶରୁ କଳି ଯୁଗରେ ଏବେ ନାରୀ ମାନେ ଆଉ କାଚରାକୁ ମଧ୍ୟ ଖୋଜୁନାହାନ୍ତି ଏ ନାନୀ ଦିଗ ପହଣ୍ଡି ଆଡେ ଯାଉଛୁ କିଲା ନା ହଁ ଏଇ ମୋ ପାଇଁ କାଚ ତୋର ସାଇଜ କେତେ କହୁନୁ ମୋର 2 4 ଚାରି ଦୁଇ ଗଣ୍ଡେ ଛଅ ଧରିକି ଆଣିବୁ। ପଳେଇ ନହେଲେ ତିନି 2 ପ୍ରକାର 8 ଡିଜାଇନରେ ଧରିକି ପଳେଇଥିବେ କେତେବେଳେ କୋଉଟା ତାଙ୍କେ ସେ କାଢି ଦଉଥିବେ ଆଉ ଥରେ ତାଙ୍କେ ସେ ପିନ୍ଧି ପକଉଥିବେ ଆମେ କେତେ ବା କାଚରାକୁ ଡାକିବୁ ଆମେ ନାଚ ଗାଇବୁ ଆମେ ସବୁବେଳେ କାଚରାକୁ ଡାକି ଆଣି ଦେଖିଲ ଗୋଟିଏ ଦିନ ପାଟରାଣୀ ମାନେ ସେମିତି କରିଥିଲେ ବୋଲି ଆଜି କଳି ଯୁଗରେ ନାରୀ ମାନେ ସମସ୍ତେ ଏ ପ୍ରକାର କରୁଛନ୍ତି ଦେଖ କୃଷ୍ଣ ପାଟ ବଂଶୀ ଗଣ ରତ୍ନ ଚୁଡ଼ିକୁ ପିନ୍ଧିଲ କଲେ ଗୋ କୃଷ୍ଣ ଦର୍ଶନ ଦୁଃଖ ହଇଲା ଖଣ୍ଡନ ଆଉ କଲେ କୃଷ୍ଣ ଦର୍ଶନ ଦୁଃଖ ହଇଲା ଖଣ୍ଡନ ଶିବରାମ ଭଳି ହରିବଂଶ ଭାଗବତ କାହାଣୀ ଶିବରାମ ଏହିପରି ଭଗବାନ ଶ୍ରୀକୃଷ୍ଣ ପାତାଳପୁରରେ ଜମ୍ଭବତୀ କନ୍ୟାକୁ ମଧ୍ୟ ବିବାହ କରିଥିଲେ ଏ ଦୃଷ୍ଟିରୁ ତୁମେ ହେଉଛ ପ୍ରକୃତିରେ ସତ୍ୟଭାମା ତୁମେ ନିଜେ ସତ୍ୟଭାମା